ରାଉରକେଲାର ସମାଜସେବୀ ତଥା ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ପଞ୍ଚମ ପର୍ଯ୍ୟାୟ ଜନନୀ ସମ୍ପର୍କ ଅଭିଯାନ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ଦକ୍ଷିଣ ରାଉରକେଲାର ବିଭିନ୍ନ ପ୍ରାନ୍ତରୁ ଆସି ମଡର୍ଣ୍ଣ ଇଣ୍ଡିଆ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗଦେବା ସହିତ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ଶ୍ରୀ ସେଠୀ ପହଞ୍ଚି ତାଙ୍କ ନିଆରା ଢଙ୍ଗରେ ମା ମାଉସୀ ଓ ଭଉଣୀଙ୍କର ସୁଖ ଦୁଃଖ ବୁଝିଥିଲେ। ଓଡ଼ିଶା ସରକାରଙ୍କର ଥିବା ବିଭିନ୍ନ ଯୋଜନା ବିଷୟରେ ଗୋଟିଏ ପରେ ଗୋଟିଏ ବର୍ଣ୍ଣନା କରି ତାର ସୁଫଳ କିପରି ମା ଭଉଣୀ ପାଇବେ ସେ ବାବଦରେ ଅବଗତ କରାଇଥିଲେ। ଏହି ଅବସରରେ କିଛି ମା ସେମାନଙ୍କ ନିଜ ନିଜର ବିଭିନ୍ନ ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରଶାନ୍ତ ଭାଇଙ୍କ ପାଖରେ ଉପସ୍ଥାପନା କରିଥିଲେ। ସରକାରଙ୍କର ଯୋଜନା ଭିତରେ ମା ଭଉଣୀ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ବାବଦରେ ମଧ୍ୟ ମା ଭଉଣୀମାନଙ୍କୁ ଶ୍ରୀ ସେଠୀ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଥିଲେ, ସମସ୍ୟା ଅଛି ଓ ରହିବ, ତାର ସମାଧାନର ସୂତ୍ର ଆମକୁ ହିଁ ବାହାର କରିବାକୁ ପଡ଼ିବ। ସରକାର ଏକ ବ୍ୟବସ୍ଥା, ତେଣୁ ଧୈର୍ଯ୍ୟହରା ନ ହୋଇ ଆମେ ସମସ୍ତେ ମିଶି ଏହାର ସମାଧାନ କରିବା ଓ ଆମ ଅଞ୍ଚଳର ବିକାଶ ସହ ସମସ୍ତଙ୍କ ପରିବାରରେ ହସ ଖୁସି ଭରିଯିବ ସେ ନେଇ ପ୍ରଚେଷ୍ଟା ଜାରି ରଖିବା। ଏହି କାର୍ଯ୍ୟକ୍ରମରେ ବିଷ୍ଣୁପ୍ରିୟା ରାଉତ, ପ୍ରତିମା ପାଣିଗ୍ରାହୀ, ନମିତା ମହାନ୍ତି, ଗାୟତ୍ରୀ ରାଉତ ପ୍ରମୁଖ ତ୍ୱରାନ୍ୱିତ କରିଥିଲେ। ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀରେ ଏପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରଶାନ୍ତ ଜଣାଇଛନ୍ତି। ରାଉରକେଲାରୁ ଡକ୍ଟର ପ୍ରମୋଦ କୁମାର ଜଗଦେବଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।